ଯେତିକି ପାଖେଇ ଆସୁଛି ବାଙ୍କୀ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ବାଙ୍କୀ ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିସାରିଲେଣି। ବର୍ତ୍ତମାନ ପ୍ରତି ପଞ୍ଚାୟତ ସ୍ତରରେ କର୍ମୀ ସମ୍ମିଳନୀ ବୁଥ ସ୍ତରୀୟ କାର୍ଯ୍ୟକ୍ରମ ଚାଲୁଛି। ଆମ ପାଖରେ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ଯୁବ ନେତା ଶ୍ରୀଯୁକ୍ତ ଜୟନ୍ତ କୁମାର ବେହେରା ଉପସ୍ଥିତ ଅଛନ୍ତି। ଆସନ୍ତୁ ଆମେ ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଜୟନ୍ତ ବାବୁ, ବାଙ୍କୀ ମିରରକୁ ଆପଣଙ୍କୁ ସ୍ୱାଗତ କରୁଛି। ନମସ୍କାର। ଏଥର ଯେଉଁ 2024 ନିର୍ବାଚନ ଆସିଛି ସେଥିରେ ବିଜେପିର କ'ଣ ମୁଦ୍ଦା ରହିଛି? 2024ର ଯେଉଁ ନିର୍ବାଚନ ଆସିଛି ବିଜେପିର ମୁଦ୍ଦା ରହିଛି ଗରିବ ଲୋକର କଲ୍ୟାଣ। ଗରିବ ଲୋକର କଲ୍ୟାଣ ଯୋଜନା ମାନ୍ୟ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅଛି ଗରିବ ଲୋକର କଲ୍ୟାଣ ପାଇଁ ଭାରତୀୟ ଜନତା ପାର୍ଟି ପ୍ରୟାସ କରିବ ଏବଂ ଦୀର୍ଘ 24 ବର୍ଷର ସରକାର 25 ବର୍ଷର ସରକାର ଲୋକମାନଙ୍କୁ ଯେଉଁଭଳି ଏଠି ସ୍ଥାଣୁ ପଙ୍ଗୁ କରିଦେଇଛି, ଲୋକମାନଙ୍କୁ କାମ ନାହିଁ, ଲୋକ ଦାଦନ ଯାଉଛନ୍ତି, ପିଇବା ପାଇଁ ପାଣି ନାହିଁ, ରହିବା ପାଇଁ ଯେଉଁମାନେ ତାଙ୍କର କର୍ମୀ ତାଙ୍କୁ ହିଁ ଘର ଦିଆଯିବ, ସାଧାରଣ ଲୋକର ଘର ଜରି ପାଲ ପଡ଼ିକି ଅଛି। ଏସବୁ ବ୍ୟବସ୍ଥା ଭାରି ଦୂରାବସ୍ଥାରେ ଲୋକମାନେ ଅଛନ୍ତି, ଅସହ୍ୟ ହୋଇଗଲାଣି। ତେଣୁ ନିର୍ବାଚନ ମଣ୍ଡଳୀ ଚାହୁଁଛି ପରିବର୍ତ୍ତନ। ରାଜ୍ୟ ସରକାର ବର୍ତ୍ତମାନ କହୁଛନ୍ତି ଯେ ବାଙ୍କୀରେ ସେଭଳିଆ କିଛି ତାଙ୍କର ଯେଉଁ ବିଜୁ ଜନତା ନେତା ଅଛନ୍ତି ସମସ୍ୟା ତ ସେଭଳିଆ କିଛି ନାହିଁ। ଆଜ୍ଞା, ସମସ୍ୟା ଆପଣ ଏଇଠୁ ମୋ ସହିତ ଯଦି ଘୋଡ଼ା ବରଯିବେ ମୁଁ ଆପଣଙ୍କୁ ପୁରା ଦେଖେଇଦେବି, ଭିଜୁଆଲ୍ ଆପଣଙ୍କୁ ଦେଖେଇଦେବି। ଆପଣ ଭିଜୁଆଲ୍ ନେଇକି ଆସିବେ, ଦେଖେଇବେ ଯେଉଁମାନେ ଏଠିକିନି ସରକାରୀ ଦଳର ମାନେ ପ୍ରବକ୍ତା ସାଜୁଛନ୍ତି, ଯେଉଁମାନେ ଏଠି ସରକାରୀ ଦଳର କଣ୍ଟ୍ରାକ୍ଟର ଅଛନ୍ତି ସେଇମାନଙ୍କର ଉନ୍ନତି ହେଇଛି, ଏକଥା ସତ। ସେମାନେ ଯେଉଁମାନେ ମାନେ ସେଦିନ କହିଲା ଭଳିଆ ଯେଉଁମାନେ ଚୂନ ବିକୁଥିଲେ ସିଏ ଆଜି କୋଟିପତି ହେଇଛନ୍ତି ବାଙ୍କୀ ମାଟିରେ। ତ ଇଏ ସେଇମାନଙ୍କର ବିକାଶ ହେଇଛି, ସାଧାରଣ ଲୋକର କିଛି ବିକାଶ ହେଇନି। ସାଧାରଣ ଲୋକର ମୌଳିକ ଅଧିକାର ପାଣି ମନ୍ଦେ ପାଇବା, ପାଣି ବି ଆଜି ପର୍ଯ୍ୟନ୍ତ ମିଳିପାରୁନି ଠିକ୍ ସେ ଲୋକଙ୍କୁ। ଆଚ୍ଛା, ବାଙ୍କୀରେ ଯଦି ଆପଣ ଭାରତୀୟ ଜନତା ପାର୍ଟି ଆଗକୁ ସରକାର କରେ ତାହେଲେ ଯେଉଁ ମୌଳିକ ସମସ୍ୟା ସବୁ ଅଛି କ'ଣ ଦୂର ହେଇଯିବ? ଆଜ୍ଞା ଦେଖନ୍ତୁ, ଭାରତୀୟ ଜନତା ପାର୍ଟି 2024ରେ ନିଶ୍ଚିତ ସରକାର କରିବ। ବାଙ୍କୀରେ ତୁଷାରକାନ୍ତ ଚକ୍ରବର୍ତ୍ତୀ ନିଶ୍ଚିତ ଭାବରେ ଜିତିବେ। ଆଉ ମୌଳିକ ସମସ୍ୟା ଯାହା ଅଛି ଆମର ପ୍ରାଥମିକତା ରହିବ ଯେ ସେଇ ସବୁକୁ ଆଗ ଆମେ ଏଠୁ ଦୂର କରିବା ପାଇଁ। ଲୋକମାନେ କେମିତି ସ୍ୱଚ୍ଛ ପାଣି ମନ୍ଦେ ପାଇବେ, ଲୋକମାନେ କେମିତି ମେଡ଼ିକାଲରେ ଡାକ୍ତରଟିଏ ପାଇବେ, ଲୋକମାନେ କେମିତି ଆପଣ ଦେଖିବେ ବାଙ୍କୀ ବଜାର ଉପରେ 2014 ମସିହାରେ ସେଠି ଗୋଟେ ଶିଶୁଆଟି ଫଳକ ପୋତା ହେଇଛି, ଏବେ ବି ଆପଣ ତା ଭିଜୁଆଲ୍ ନେଇପାରିବେ। 2024 14ରୁ 24 ହେଇଗଲା, 10 ବର୍ଷ ଅନ୍ତର ହେଇଗଲାଣି। 10 ବର୍ଷ ଭିତରେ ବାଙ୍କୀରେ ବସ୍ ଷ୍ଟାଣ୍ଡଟା ହେଇପାରିଲା ନାହିଁ। ଗୋଟିଏ ମାଆଟିଏ ୟୁରିନାଲ୍ ୟୁଜ୍ କରିବ କେଉଁଠି? ସ୍ତ୍ରୀ ଲୋକମାନେ ତ ନିଶ୍ଚିତ ବାଙ୍କୀ ଯେହେତୁ ଏଠି ମୁଖ୍ୟ ବଜାର, ବାଙ୍କୀ ବଜାରକୁ ଯିବେ, ବାଙ୍କୀ ବଜାରରୁ କିଛି ଜିନିଷ କିଣିବେ କିମ୍ବା କିଛି ସମସ୍ୟା ଅଛି ସମସ୍ୟା ସମାଧାନ ପାଇଁ ବ୍ଲକକୁ ଯିବେ, କଚେରୀକି ଯିବେ, ଥାନାକୁ ଯିବେ ନା। ଦେଖିବେ ଆପଣ ଖାଲି ସେ ଥାନା, ପୁରୁଣା ଥାନାରେ ଖାଲି ରଙ୍ଗ ବୋଳା ହେଉଛି, ଆଉ ମେଡ଼ିକାଲରେ ଖାଲି ରଙ୍ଗ ବୋଳା ହେଉଛି, ଡାକ୍ତର ନାହିଁ, ଏଠି କିଛି ନାହିଁ। କେବଳ ସେ ଯେଉଁ ପେଟି କଣ୍ଟ୍ରାକ୍ଟର ପୁଞ୍ଜି ଅଛନ୍ତି ବାଙ୍କୀରେ ସେଇମାନଙ୍କର ବିକାଶ କରିବା ପାଇଁ ଆମର ବିଧାୟକ ଏଠି ଲାଗି ପଡ଼ୁଛନ୍ତି। ଆଚ୍ଛା, ଆଉ ଗୋଟେ ସମସ୍ୟା ରହିଛି, ଭାରତୀୟ ଜନତା ପାର୍ଟିର ପୂର୍ବରୁ ଶୁଭ୍ରାଂଶୁ ମୋହନ ପାଢ଼ୀ ପୂର୍ବରୁ ପ୍ରାର୍ଥୀ ଥିଲେ। ଆଜ୍ଞା, ଏଥରକ ନୂଆ ପ୍ରାର୍ଥୀ ଭାବେ ତୁଷାରକାନ୍ତ ଚକ୍ରବର୍ତ୍ତୀକୁ ଚୟନ କରାଯାଇଛି। କିନ୍ତୁ ସମସ୍ତେ କହୁଛନ୍ତି ବା ଗଣମାଧ୍ୟମରେ ପ୍ରଚାରିତ ହେଉଛି ବାଙ୍କୀରେ ବିଜେପି ଦିଫାଳ, ତାକୁ ନେଇ କ'ଣ କହିବେ? ନା 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 ନା, ଏଇଟା ଆଜ୍ଞା ଆମେ ନେଇପାରିବୁ ନାହିଁ। ବାଙ୍କୀରେ ବିଜେପି ଜମା ଫାଳ ଫାଳ ନୁହଁ, ବାଙ୍କୀରେ ବିଜେପି ଏକ। ଆଜି ଯେଉଁ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ କଥା କହିଲେ ସେ ବିଗତ ଦିନରେ ତାଙ୍କର ଶ୍ରମଦାନ କରିଛନ୍ତି ଭାରତୀୟ ଜନତା ପାର୍ଟି ପାଇଁ, ଆଜି ମଧ୍ୟ ଶ୍ରମଦାନ କରୁଛନ୍ତି, ମାର୍କେଟରେ ବୁଲୁଛନ୍ତି, କାଲି ମଧ୍ୟ ଆସିକି ବୁଲୁଥିଲେ, ବିଜେପି କଥା ଲୋକମାନଙ୍କୁ କହୁଥିଲେ। ସିଏ କେଉଁଠି ଦଳର ବିଶ୍ୱାସନୀୟତା ହରାଇ ନାହାନ୍ତି, ଦଳ ତାଙ୍କ ପାଇଁ ତ ପଦକ୍ଷେପ ନିଅନ୍ତା, କିଛି ନେଇନି। ତେଣୁ ସିଏ ଭାରତୀୟ ଜନତା ପାର୍ଟିର ଭଲ କାର୍ଯ୍ୟକର୍ତ୍ତା ଏବଂ ଭଲ କାମ କରୁଛନ୍ତି। ବର୍ତ୍ତମାନ ନିର୍ବାଚନ ମଣ୍ଡଳୀ ସାରା ବୁଲି
ଲୋକମାନଙ୍କୁ ନିଶ୍ଚିତ ଭାବରେ କହୁଛନ୍ତି ବିଜେପିରେ ଭୋଟ୍ ଦେବା ପାଇଁ, ନରେନ୍ଦ୍ର ମୋଦିକୁ ଭୋଟ୍ ଦେବା ପାଇଁ କହୁଛନ୍ତି। ଆଚ୍ଛା, ଶେଷ ପ୍ରଶ୍ନ ଆପଣଙ୍କୁ ରହିଲା, ବାଙ୍କି ଜନସାଧାରଣ ଭୋଟରମାନଙ୍କୁ ଆଜ୍ଞା କ'ଣ କହିବେ? ବାଙ୍କି ଜନସାଧାରଣଙ୍କୁ ଆମର ଅନୁରୋଧ ରହିବ ଯେ ଏଇ ଯେଉଁ ପରିବର୍ତ୍ତନର ଲହର ଅଛି, ମୋଦିଜୀଙ୍କର ଯେଉଁ ପରିବର୍ତ୍ତନର ଆହ୍ୱାନ ଅଛି, ସେଥିରେ ସମସ୍ତେ ଉଦ୍ବୁତ ହୁଅନ୍ତୁ ଏବଂ ସଂଶ୍ଳିଷ୍ଟ ହୁଅନ୍ତୁ। ତାର ଫାଇଦା ପାଇଁ ଆପଣମାନେ ସମସ୍ତେ ଭାରତୀୟ ଜନତା ପାର୍ଟିର ଦୁଇଟି ଫୁଲ, ଗୋଟିଏ ମାନ୍ୟ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବଙ୍କୁ ଏମ୍ପି ଏବଂ ଶ୍ରୀଯୁକ୍ତ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ବିଧାୟକ ଭାବେ ଏଠୁ ନିର୍ବାଚିତ କରନ୍ତୁ ଏବଂ ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟ କ'ଣ ରହିବ ଆପଣମାନେ ନିଶ୍ଚିତ ଭାବରେ ଦେଖିପାରିବେ। ଆପଣମାନେ ଶୁଣୁଥିଲେ ଜୟନ୍ତ କୁମାର ବେଉରାଙ୍କ ପ୍ରତିକ୍ରିୟା। ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ବାଙ୍କି ନିର୍ବାଚନ ମଣ୍ଡଳୀରେ ଆସିଲେ ପ୍ରଥମେ ତା'ର ଲୋକମାନଙ୍କର ଯାହା ମୌଳିକ ସମସ୍ୟା ଅଛି ତାକୁ ନିଶ୍ଚିତ ଭାବେ ଦୂର କରିବେ। ଯେଉଁ ସ୍କୁଲ, କଲେଜ, ମେଡ଼ିକାଲରେ ବା ବସ୍ ଷ୍ଟାଣ୍ଡରେ ଯାହା ଅବ୍ୟବସ୍ଥା ରହିଛି ତାଙ୍କୁ ସୁଚାରୁ ରୂପେ ନିଶ୍ଚିତ ଭାବେ ଆଗକୁ ସମ୍ପାଦନ କରିବେ। ଆଉ ସବୁ ଭୋଟରମାନଙ୍କୁ ସେ କହିଛନ୍ତି ଯେ ବାଙ୍କିରେ ଏଥରକ ପରିବର୍ତ୍ତନ ହେଉ, ଦେଖାଯାଉ ବାଙ୍କିବାସୀ ତାକୁ କିଭଳି ଭାବରେ ଆଗକୁ ନେଉଛନ୍ତି। କଟକ ବାଙ୍କିରୁ ସୁଶାନ୍ତ କୁମାରଙ୍କ ରିପୋର୍ଟ, ବାଙ୍କି ମିରର।